ଆସିଛି ଆଜି। ଶୁଣ ଭାଇ ଏ ଭଉଣୀ, ନିରାଶାରେ ଅଛ କି ଆଜି? ତେବେ ଶୁଣ ଏ ଭାଇ, ଶୁଭ ବାରତା ଆସିଛି ଆଜି। ସରଗର ଏ ବାରତା, ପ୍ରେମର ବାରତା, ସତ୍ୟମୁଖୀର ବାରତା, ପରିତ୍ରାଣର କଥା। ଶୁଭ ବାରତା ଆସିଛି ଆଜି। প্রিয় শ্ରୋତା ବନ୍ଧୁ, ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ମଙ୍ଗଳମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବେଲର ମାଥି ଲିଖିତ ସୁସମାଚାର 5 ଅଧ୍ୟାୟର 44 ପଦରେ ଆମମାନେ ଏହିପରି ପାଠ କରୁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। ପ୍ରେରିତ ପୁସ୍ତକର ଆରମ୍ଭରେ ଲେଖକ ଲୁକ କହନ୍ତି, ପ୍ରଭୁ ଯୀଶୁ ଯେ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ଅର୍ଥାତ୍ ସେ ଏହି ବିଷୟର ସାକ୍ଷ୍ୟ ଦିଅନ୍ତି ଯେ ପ୍ରଭୁ ଶ୍ରୀଖ୍ରୀଷ୍ଟ କାର୍ଯ୍ୟ କରୁଥିଲେ ଓ ତାହା ଶିକ୍ଷା ଦେଉଥିଲେ। ଅର୍ଥାତ୍ ପ୍ରଭୁ ଶ୍ରୀଖ୍ରୀଷ୍ଟ ଯାହା ସ୍ୱୟଂ କରୁନଥିଲେ ତାହା ସେ କଦାପି ଶିକ୍ଷା ଦେଉନଥିଲେ। ପ୍ରଭୁ ଶ୍ରୀଖ୍ରୀଷ୍ଟ ପାପୀ ମନୁଷ୍ୟ ଜାତିକୁ ଏହିପରି ପ୍ରେମ କଲେ ଯେ ସେମାନଙ୍କୁ ପାପର ଦଣ୍ଡ ନର୍କରୁ ରକ୍ଷା କରିବା ନିମନ୍ତେ ଆପେ ଦେହବନ୍ତ ହେଲେ। ଈଶ୍ୱର ହୋଇ ସୁଦ୍ଧା ଈଶ୍ୱରତ୍ୱକୁ ଆପଣ ଅଧିକାରର ବିଷୟ ରଖିବା ମନେ କଲେ ନାହିଁ, ମାତ୍ର ମନୁଷ୍ୟ ଜାତିର ପରିତ୍ରାଣ ନିମନ୍ତେ ପୂର୍ବରୁ ଦତ୍ତ ଭବିଷ୍ୟତବାଣୀ ଗୁଡ଼ିକର ସଫଳ କରିବା ନିମନ୍ତେ ଆଜ୍ଞାବହ ହେଲେ। ଅର୍ଥାତ୍ ସେହି ଖୁସିಯ ମୃତ୍ୟୁ ଯାହା ଆମର ଦଣ୍ଡ ଥିଲା ତାହା ସେ ଭୋଗ କଲେ। ପାପ ହେତୁ ମନୁଷ୍ୟ ଯେ ଈଶ୍ୱରଙ୍କ ଶତ୍ରୁ ହୋଇଛି, ସେହି ଶତ୍ରୁମାନଙ୍କ ପ୍ରତି ସେ ଆପଣା ପ୍ରେମ ଆପଣା ବଳିଦାନ ଦ୍ୱାରା ପ୍ରକାଶ କଲେ। ପାପ ହେତୁ ମନୁଷ୍ୟ ଯେ ଈଶ୍ୱରଙ୍କ ସତ୍ୟ ପଥକୁ କୁଟିଳ ଓ ବକ୍ର କରେ ଏବଂ ଈଶ୍ୱରଙ୍କୁ ତାଡ଼ନା କରେ, ତାହା ନିମନ୍ତେ ପ୍ରଭୁ ଯୀଶୁ ପ୍ରାର୍ଥନା କଲେ, ହେ ପିତା, ଏମାନଙ୍କୁ କ୍ଷମା କର, କାରଣ ଏମାନେ କ'ଣ କରୁଛନ୍ତି ତାହା ଜାଣନ୍ତି ନାହିଁ। କ୍ରୁଶରେ ପ୍ରଭୁ ଯୀଶୁ ଏହି ପ୍ରାର୍ଥନା ସେମାନଙ୍କ ନିମନ୍ତେ କରିଥିଲେ ଯେଉଁମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଥିଲେ। ଯେ କେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରେ ସେ ପାପ କ୍ଷମା ପାଏ ଓ ନର୍କର ଦଣ୍ଡରୁ ରକ୍ଷା ପାଏ। ଆପଣ ମଧ୍ୟ ଯେପରି ତଦନୁରୂପେ କରିବେ। ଈଶ୍ୱରଙ୍କ ନିକଟରେ ଆପଣଙ୍କ ନିମନ୍ତେ ଆମର ଏହି ପ୍ରାର୍ଥନା।